ଲୁକ 3 ପର୍ବ। ତିବିରିୟ କାଇସରଙ୍କ ରାଜତ୍ୱର 15 ବର୍ଷରେ ଯେତେବେଳେ ପନ୍ତିୟ ପିଲାତ ଜିହୁଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲର ସାମନ୍ତ ରାଜା ଥିଲେ, ଆଉ ତାଙ୍କ ଭ୍ରାତା ଫିଲିପ ଇତୁରିଆ ଓ ତ୍ରାଖୋନିତି ପ୍ରଦେଶର, ପୁଣି ଲୁସାନିଆ ଅବିଲିନିର ସାମନ୍ତ ରାଜା ଥିଲେ। ହାନାନ ଓ କୟେଫା ମହାଯାଜକ ଥିଲେ। ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରିୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା। ସେଥିରେ ସେ ଜର୍ଦ୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। ଯେପରି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଉପପର୍ବତ ନିଚ କରାଯିବ। ବକ୍ର ପଥ ସବୁ ସଳଖ ହେବ, ଆଉ ଉଚ୍ଚ ନିଚ ଭୂମି ସମତଳ ପଥରେ ପରିଣତ ହେବ। ପୁଣି ସମସ୍ତ ମର୍ତ୍ତ୍ୟ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ। ଅତଏବ ସେ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା। ମନେ ମନେ ସୁଦ୍ଧା ଏପରି କୁହ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଆଉ ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁରାଢ଼ି ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହେଲେ ଆମ୍ଭେମାନେ କ'ଣ କରିବା? ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର 2ଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ। ପୁଣି ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ। କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା? ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯାହା ନିରୂପିତ, ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ। ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କ'ଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ। ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। ଲୋକେ ଅପେକ୍ଷାରେ ଥିବାରୁ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ସମ୍ବନ୍ଧରେ ସମସ୍ତେ ଆପଣା ଆପଣା ମନରେ ତର୍କ ବିତର୍କ କରୁଥିବାରୁ ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ ସେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି। କିନ୍ତୁ ଅଗାଡ଼ି ଯାକ ଯେ ଅନିର୍ବାଣ ଅଗ୍ନିରେ ପୋଡ଼ି ପକାଇବେ। ସେ ଏହିପରି ଅନେକ ଉପଦେଶ ଦେଇ ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ। କିନ୍ତୁ ସାମନ୍ତ ରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ଆପଣାକୃତ ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେବାରୁ ସେ ତାଙ୍କୁ କାରାରୁଦ୍ଧ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ। ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା। ପୁଣି ପବିତ୍ର ଆତ୍ମା ଦୈହିକ ଭାବେ କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ। ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମର ପରମ ସନ୍ତୋଷ। ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ 30 ବର୍ଷ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ସେ ଯୋସେଫଙ୍କର ପୁତ୍ର, ଯୋସେଫ ଏଲିଙ୍କର ପୁତ୍ର, ଏଲି ମତ୍ଥାତଙ୍କର ପୁତ୍ର, ମତ୍ଥାତ ଲେବିଙ୍କର ପୁତ୍ର, ଲେବି ମଲ୍ଖିଙ୍କ ପୁତ୍ର, ମଲ୍ଖି ଜନୟଙ୍କ ପୁତ୍ର, ଜନୟ ଯୋସେଫଙ୍କର ପୁତ୍ର, ଯୋସେଫ ମତିଥ୍ୟାଙ୍କର ପୁତ୍ର, ମତିଥ୍ୟା ଆମୋସଙ୍କର ପୁତ୍ର, ଆମୋସ ନାହୁମଙ୍କ ପୁତ୍ର, ନାହୁମ ହେସ୍ମିଙ୍କ ପୁତ୍ର, ହେସ୍ମି ନଗୟଙ୍କ ପୁତ୍ର, ନଗୟ ମହଥଙ୍କ ପୁତ୍ର, ମହଥ ମତିଥ୍ୟାଙ୍କ ପୁତ୍ର, ମତିଥ୍ୟା ସମୀୟଙ୍କ ପୁତ୍ର, ସମୀଇ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେସାଙ୍କ ପୁତ୍ର, ରେସା ଜିରୁବାଲେଲଙ୍କ ପୁତ୍ର, ଜିରୁବାଲେଲ ସଲଥିୟଙ୍କ ପୁତ୍ର, ସଲଥିଏଲ ନେରୀଙ୍କ ପୁତ୍ର, ନେରୀ ମିଲ୍କିଙ୍କ ପୁତ୍ର, ମଲ୍ଖି ଅଦିଙ୍କ ପୁତ୍ର, ଅଦି କୋସମାଙ୍କ ପୁତ୍ର, କୋସମ ଏଲମଦାନଙ୍କ ପୁତ୍ର, ଏଲମଦାନ
ଏସରଙ୍କ ପୁତ୍ର ଏର, ଜୁଅସୁଙ୍କ ପୁତ୍ର ଜୁଅସୁଅ, ଏଲିଜାଙ୍କ ପୁତ୍ର ଏଲିଜୟ, ଜୋରିମଙ୍କ ପୁତ୍ର ଜୋରିମ, ମଥାୟଙ୍କ ପୁତ୍ର ମଥାତ, ଲେବିଙ୍କ ପୁତ୍ର ଲେବି, ସିମିଓନଙ୍କ ପୁତ୍ର ସିମିଓନ, ଜିହୁଦାଙ୍କ ପୁତ୍ର ଜିହୁଦା, ଯୋସେଫଙ୍କ ପୁତ୍ର ଯୋସେଫ, ଜୋନାମଙ୍କ ପୁତ୍ର ଜୋନାମ, ଏଲିକାଇମଙ୍କ ପୁତ୍ର ଏଲିକାଇମ, ମଲାହଙ୍କ ପୁତ୍ର ମଲାହ, ମନ୍ନାଙ୍କ ପୁତ୍ର ମନ୍ନା, ମଥାଙ୍କ ପୁତ୍ର ମତଥା, ନାଥନଙ୍କ ପୁତ୍ର ନାଥନ, ଦାଉଦଙ୍କ ପୁତ୍ର ଦାଉଦ, ଜିସିୟଙ୍କ ପୁତ୍ର ଜିସିୟ, ଓବେଦଙ୍କ ପୁତ୍ର ଓବେଦ, ବୟଜଙ୍କ ପୁତ୍ର ବୟଜ, ସେଲହଙ୍କ ପୁତ୍ର ସେଲହ, ନହଶଙ୍କ ପୁତ୍ର ନହଶନ, ଅମିନାଦନଙ୍କ ପୁତ୍ର ଅମିନାଦନ, ଅଦ୍ବିନଙ୍କ ପୁତ୍ର ଅଦିନ, ଅନ୍ନିଙ୍କ ପୁତ୍ର ଅନ୍ନି, ହେସ୍ରୋଣଙ୍କ ପୁତ୍ର ହେସ୍ରୋଣ, ଫରେସଙ୍କ ପୁତ୍ର ଫେରସ, ଜିହୁଦାଙ୍କ ପୁତ୍ର ଜିହୁଦା, ଜାକୁବଙ୍କ ପୁତ୍ର ଜାକୁବ, ଇସାହାକଙ୍କ ପୁତ୍ର ଇସାହାକ, ଅବ୍ରାହମଙ୍କ ପୁତ୍ର ଅବ୍ରାହମ, ଥେରହଙ୍କ ପୁତ୍ର ଥେରହ, ନାହରଙ୍କ ପୁତ୍ର ନାହର, ସରୁଗଙ୍କ ପୁତ୍ର ସରୁଗ, ରଗୁଙ୍କ ପୁତ୍ର ରଗୁ, ଫେଲଗଙ୍କ ପୁତ୍ର ଫେଲଗ, ଏବରଙ୍କ ପୁତ୍ର ଏବର, ସେଲହଙ୍କ ପୁତ୍ର ସେଲହ, କେନାନଙ୍କ ପୁତ୍ର କେନାନ, ଅର୍ଫକ୍ଷଦଙ୍କ ପୁତ୍ର ଅର୍ଫକ୍ଷଦ, ସେମଙ୍କ ପୁତ୍ର ସେମ, ନୋହଙ୍କ ପୁତ୍ର ନୋହ, ଲେମଖଙ୍କ ପୁତ୍ର ଲେମଖ, ମିଶୁଥେୟଙ୍କ ପୁତ୍ର ମିଶୁହେଲ, ନୋହକଙ୍କ ପୁତ୍ର ନୋହକ, ଜେରଦଙ୍କ ପୁତ୍ର ଜେରଦ, ମହଲେଙ୍କ ପୁତ୍ର ମହଲେର, କେନାନଙ୍କ ପୁତ୍ର କେନାନ, ଏନୋସଙ୍କ ପୁତ୍ର ଏନୋସ, ସେଥଙ୍କ ପୁତ୍ର ସେଥ, ଆଦମଙ୍କର ପୁତ୍ର ଆଦମ,